ଗୋଟିଏ ଦିନର କଥା। ମଧୁବନ ଜଙ୍ଗଲରେ ସୁମି ନାମକ ଚଢ଼େଇ ତା ଦୁଇ ଛୁଆ ସହ ବାସ କରୁଥିଲା। ଅବା ତବା ସିନ୍ଦୁକରେ ପଇସା ଦବା, ପଇସା ଦେ କେକ୍ ଗୋଟେ ଆଣିଦବା, କାଟିଦବା ମିଶିକି ଖାଇଦବା। ମା ଆର ବର୍ଷ ଏ ମାସରେ ତ ଆମର ଜନ୍ମଦିନ ହୋଇଥିଲା ନା, କଣ ଏଇ ବର୍ଷ ଜନ୍ମଦିନ ପାଳନ ହବନି? ପିଲାମାନେ, ତମ ଦୁଇ ଜଣଙ୍କ ଜନ୍ମଦିନ କାଲି, ହେଲେ ତୁମକୁ ଲାଗୁଥିବ ଯେ ଗୋଟିଏ ଦିନରେ ଦୁଇ ଜଣଙ୍କ ଜନ୍ମଦିନ କେମିତି ପଡ଼ିଲା, ଠିକ୍ ନା? ଛାଡ଼, ଯାହା ବି ହେଲା ଭଲ ହେଲା। ମୁଁ ଭାବୁଛି କାଲି ତୁମମାନଙ୍କର ଜନ୍ମଦିନରେ ଜଙ୍ଗଲରେ ସବୁ ପଶୁପକ୍ଷୀମାନଙ୍କୁ ଡାକିବା, ଆଉ ସବୁଠୁ ବଡ଼ କେକ୍ ଗୋଟେ କିଣି ଆଣିବା। ତୁମମାନଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିବା। କଣ କହୁଛ ମା? କାଲି ଆମର ଜନ୍ମଦିନ ପାଳନ ହବ, ଆଉ କେକ୍ ବି କଟା ହବ, ସବୁ ପକ୍ଷୀମାନେ ଆସିବେ। ୟାହୁ! ଶୁଣ ପିଲାମାନେ, ତୁମେ ଘରେ ଥାଅ, ମୁଁ ତୁମ ଜନ୍ମଦିନ ପାଇଁ ବଜାରକୁ ଯାଉଛି କେକ୍ କିଣି ଆଣିବି। ତାପରେ ସବୁ ପକ୍ଷୀମାନଙ୍କୁ ଡାକିବାର ଅଛି। ଏହା କହି ସୁମି ଚଢ଼େଇ ଚାଲିଯାଏ କେକ୍ ଆଣିବାକୁ। କିଛି ସମୟ ପରେ ସେ ବଜାରରୁ କେକ୍ ନେଇ ଜଙ୍ଗଲ ରାସ୍ତାରେ ଆସୁଥାଏ। ଆରେ କେକ୍ ରେ, ଏ ଜଙ୍ଗଲ ରାସ୍ତାରେ ଏତେ ବଡ଼ ସୁଆଦିଆ କେକ୍ ନେଇ ଯାଉଛି। କିଏ କିଏ କେଉଁଠି ଅଛ? ଦୟାକରି ମୋତେ ଛାଡ଼ି ଦିଅ। ମୋ ପିଲାମାନେ ଜଗିକି ବସିଥିବେ। ମୁଁ କେକ୍ ନେଇଗଲେ ତାଙ୍କର ଜନ୍ମଦିନ ପାଳନ କରାହବ। ଦୟାକରି ମୋତେ ଛାଡ଼ି ଦିଅ। ଏହା କହି ସୁମି ଚଢ଼େଇ ଜୋରେ ଜୋରେ ହନୁମାନ ଚାଳିଶା ପଢ଼ିବାକୁ ଲାଗିଲା। ସୁମି, ଆରେ ସୁମି, କୁଆଡ଼େ ଯାଉଛୁ ବା? ତୋ ମୁଣ୍ଡରେ ଏଇଟା କ'ଣ ଅଛି? ଏଇଟା ତ କେକ୍ ଭଳିଆ ଲାଗୁଛି, ହେଲେ ଏତେ ବଡ଼ କେକ୍ କୋଉଠୁ ଆଣିଲୁ? ଆରେ କାଳୁ ଭାଇ, କଥା କ'ଣ କି, କାଲି ମୋ ଦୁଇ ପିଲାଙ୍କ ଜନ୍ମଦିନ ତ, ସେଥିପାଇଁ କେକ୍ ନେଇ ଯାଉଛି। ଓହୋ, ତାହେଲେ ତମେ ମୋତେ ନିଶ୍ଚୟ ନିମନ୍ତ୍ରଣ କରିବ। କ'ଣ ଭାବୁଛ, ମୁଁ ଆଉ ଆଗ ଭଳିଆ ଦୁଷ୍ଟ ଅଛି କି ନାହିଁ, ଏଇଆ ଭାବୁଛ ନା? ଆରେ କାଳୁ ଭାଇ, ନାଇଁ ମ, ମୁଁ ସେମିତି ଜମାରୁ ଭାବୁନି। ମୁଁ ଭାବୁଥିଲି କି ଜଙ୍ଗଲରୁ ସବୁ ପକ୍ଷୀମାନଙ୍କୁ ନିମନ୍ତ୍ରଣ କରିବି। ଯାହା ହଉ, ତମେମାନେ ଆଗୁଆ ଦେଖା ହୋଇଗଲ। ତମମାନଙ୍କୁ ମୋର ନିମନ୍ତ୍ରଣ ରହିଲା। କାଲି ଯେମିତି ହେଲେ ମୋ ଘରକୁ ଆସିବ, ଆଉ ମୋ ପିଲାମାନଙ୍କ ଜନ୍ମଦିନରେ ଭାଗ ନେବ। ମୁଁ ଯାଉଛି, ଏବେ ମୋର ବହୁତ ସାରା କାମ କରିବାର ଅଛି। ଏହା କହି ସୁମି ଚଢ଼େଇ ଘରକୁ ଚାଲିଯାଏ। ଘରେ କେକ୍ ରଖିକି ସେ ଚାଲିଯାଏ ସମସ୍ତଙ୍କୁ ନିମନ୍ତ୍ରଣ କରିବାକୁ। ଭଉଣୀ, କାଲି ମୋ ପିଲାମାନଙ୍କ ଜନ୍ମଦିନ, ତୁମକୁ ନିମନ୍ତ୍ରଣ ରହିଲା। ତୁମେ ପିଲାମାନଙ୍କୁ ସାଙ୍ଗରେ ଧରି ଆସିବ। ମୁଁ ଯାଉଛି, ଜଙ୍ଗଲରେ ସମସ୍ତଙ୍କୁ କହିବାର ଅଛି। ସୁମି ଚଢ଼େଇ ଜଙ୍ଗଲରେ ସମସ୍ତଙ୍କ ଘରେ ବୁଲି ବୁଲି ନିମନ୍ତ୍ରଣ କରିଲା। ସେପଟେ କାଳୁ କାଉ ସୁମି ଚଢ଼େଇର ଘରକୁ ଆସି କେକ୍ଟିକୁ ଚୋରି କରି ନେଇଗଲା। ତା ପରଦିନ ସକାଳୁ ସମସ୍ତେ ଆସି ସୁମି ଘରେ ପହଞ୍ଚିଲେ। ପରୀ, ତୋ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଇଏ ନେ ତୋ ଗିଫ୍ଟ। ହେଲେ ତୋ ମା ତ କୁଆଡ଼େ ଦେଖାଯାଉନାହାନ୍ତି, କୁଆଡ଼େ ଗଲେ? ମା ସେ ଘରେ ଭିତରେ ଅଛନ୍ତି। ଆରେ ସୁମି, କ'ଣ ହେଲା? କାନ୍ଦୁଛ କ'ଣ ପାଇଁ? ଚିଲ ଭଉଣୀ, କ'ଣ କହିବି? ମୋତେ ଲାଗୁଛି ଆଜି ଆଉ ଜନ୍ମଦିନ ହୋଇପାରିବନି। କ'ଣ? ଜନ୍ମଦିନ ହେଇପାରିବନି? ହେଲେ କ'ଣ ପାଇଁ? ଭଉଣୀ, ମୁଁ ଜନ୍ମଦିନ ପାଇଁ ଯେଉଁ କେକ୍ ଆଣିଥିଲି ତାକୁ କିଏ ଚୋରି କରି ନେଇଯାଇଛି। ଏବେ କ'ଣ ହବ? ହେଲେ କେକ୍ ଚୋରି କରିକି କିଏ ନେଇଥିବ?
ଆମେ ସମସ୍ତେ ତ ଏଠି ଅଛେ, ତାହେଲେ କେକ୍ କିଏ ନେଲା? ମତେ ଲାଗୁଛି କାଳୁ କାଉ ଚୋରି କରି ନେଇଛି, କାରଣ ଏଇ ଜଙ୍ଗଲରେ ସେ ଗୋଟିଏ ବୋଲି ଚୋର। ଆରେ ସତ ତ, ସେ ଏଠି ବି ତ ନାହିଁ, ସିଏ ହିଁ ତ କେକ୍ ନେଇଥିବ। ଏବେ ମୁଁ କ'ଣ କରିବି? ସମସ୍ତଙ୍କୁ ତ ନିମନ୍ତ୍ରଣ କରିଛି, ଏବେ ତାଙ୍କୁ କ'ଣ ଖାଇବାକୁ ଦେବି? ଏତେ ରାତିରେ ବି ବଜାର ବନ୍ଦ ହୋଇଯିବଣି, ଏବେ ମୁଁ କ'ଣ କରିବି? କାନ୍ଦନି ଭଉଣୀ, ଗୋଟେ କାମ କର, ମୁଁ ଶୁଣିଛି ଆରପଟ ଜଙ୍ଗଲରେ ଗୋଟେ କେକ୍ ପାହାଡ଼ ଅଛି, ଚାଲ ସେଠିକି ଯିବା ଆଉ କେକ୍ ନେଇକି ଆସିବା। ସୁମି ଚଢ଼େଇ ଆଉ ବାୟାଚିଲ ମିଶିକି ଆରପଟ ଜଙ୍ଗଲରୁ କେକ୍ ଆଣିଲେ ଆଉ ବହୁତ ଧୁମଧାମରେ ଜନ୍ମଦିନ ପାଳନ କଲେ। ହାପି ବାର୍ଥଡେ ଟୁ ୟୁ, ହାପି ବାର୍ଥଡେ ଟୁ ୟୁ, ହାପି ବାର୍ଥଡେ ଟୁ ୟୁ। ଆଇସ୍କ୍ରିମ୍ ନିଅ ଆଇସ୍କ୍ରିମ୍, ଥଣ୍ଡା ଥଣ୍ଡା ମିଠା ମିଠା ଆଇସ୍କ୍ରିମ୍। ଏହା ଶୁଣି ସବୁ ପିଲା ସେଠାକୁ ଆସନ୍ତି। ସୁନି ଆଣ୍ଟି ମତେ ଆଇସ୍କ୍ରିମ୍ ଦିଅ। ନାଇଁ ଆଣ୍ଟି, ମତେ ଆଗୁଆ ଦିଅ। ନାଇଁ ଆଣ୍ଟି, ମୁଁ ପ୍ରଥମେ ଆସିଛି, ମତେ ଆଗୁଆ ଦିଅ। ଆରେ ପିଲାମାନେ, ତୁମେ ବ୍ୟସ୍ତ ହୁଅନି, ମୁଁ ଜଣ ଜଣକୁ ଦେବି। ସୋନି ସମସ୍ତଙ୍କୁ ଆଇସ୍କ୍ରିମ୍ ଦିଏ। ସମସ୍ତେ ବହୁତ ମଜା କରି ଆଇସ୍କ୍ରିମ୍ ଖାଆନ୍ତି। ଏମିତି ସୋନି ଦିନ ଯାକ ଆଇସ୍କ୍ରିମ୍ ବିକେ, ସେଥିରୁ ବହୁତ ଭଲ ଲାଭ ହୁଏ। ଆରେ ଲୋନ୍ କରିକି ତ ଆଇସ୍କ୍ରିମ୍ ଗାଡ଼ି ନେଇ ଆସିଲି, ଏବେ ସୋନି ଚଢ଼େଇ ଭଳି ଜଙ୍ଗଲ ଭିତରେ ଆଇସ୍କ୍ରିମ୍ ବିକିବି ଆଉ ବହୁତ ସାରା ପଇସା ଲାଭ କରିବି। ଜଗୁଚିଲ ବି ଆଇସ୍କ୍ରିମ୍ ବିକିବା ଆରମ୍ଭ କରିଦେଲା। ସେ ସିଧା ସୋନି ଚଢ଼େଇ ପାଖରେ ଯାଇ ଆଇସ୍କ୍ରିମ୍ ବିକିଲା। ଆଇସ୍କ୍ରିମ୍ ନିଅ ଆଇସ୍କ୍ରିମ୍, ମିଠା ମିଠା ଥଣ୍ଡା ଥଣ୍ଡା ଆଇସ୍କ୍ରିମ୍, ପିଲାମାନେ ଆଇସ୍କ୍ରିମ୍ ନିଅ। ଆରେ ବା, ଦିଟା ଆଇସ୍କ୍ରିମ୍ ଦୋକାନ, ଆଜି ତ ମଜା ଆସିଯିବ। ଆଜି ମୁଁ ଦୁଇଟା ଦୋକାନରୁ ଆଇସ୍କ୍ରିମ୍ ଖାଇବି, ଗୋଟେ ଜଗୁ ମଉସା ଦୋକାନରୁ ଆଇସ୍କ୍ରିମ୍ ଖାଇବି ଆଉ ଗୋଟେ ସୁନି ଆଣ୍ଟି ଦୋକାନରୁ ଆଇସ୍କ୍ରିମ୍ ଖାଇବି। ଆଜି ପ୍ରଥମ ଦିନରେ ଜଗୁଚିଲର ଭଲ ଲାଭ ହୁଏ। ସୋନି ଆଉ ଜଗୁଚିଲର ଦୁଇ ଜଣଙ୍କର ବହୁତ ଭଲ ଲାଭ ହୁଏ। ଆରେ ବା, ଆଜି ତ ମୋର ବହୁତ ଭଲ ଲାଭ ହେଲା। ମୁଁ ଭାବିଥିଲି ମୋ ଦୋକାନରୁ କେହି ବି ଆଇସ୍କ୍ରିମ୍ ଖାଇବେନି, ସମସ୍ତେ ସୋନି ଚଢ଼େଇ ପାଖରୁ ଆଇସ୍କ୍ରିମ୍ ଖାଇବେ, ହେଲେ ପିଲାମାନେ ମୋ ପାଖରୁ ବି ଆଇସ୍କ୍ରିମ୍ ଖାଇଲେ। ତା ପରଦିନ ଠାରୁ ସେମାନେ ଦୁଇ ଜଣ ମିଶିକି ଗୋଟିଏ ଜାଗାରେ ଆଇସ୍କ୍ରିମ୍ ବିକିଲେ। କିନ୍ତୁ ଆଜିର ଦିନରେ ଜଗୁଚିଲର ବହୁତ ଭଲ ବେପାର ହୁଏ। ଇଏ ନେ ମିଟୁ, ତୋ ଆଇସ୍କ୍ରିମ୍। ମିଟୁ ଯେମିତି ଆଇସ୍କ୍ରିମ୍ ଧରିବାକୁ ଯାଇଛି, ତା ଆଇସ୍କ୍ରିମ୍ ତଳେ ପଡ଼ିଯାଏ। ଆରେ ଇଏ କ'ଣ ହେଲା? ମୋ ଆଇସ୍କ୍ରିମ୍ ତ ତଳେ ପଡ଼ିଗଲା। ଏବେ ମୋ ପାଖରେ ଆଉ ପଇସା ନାହିଁ ଆଇସ୍କ୍ରିମ୍ କିଣିବାକୁ, ଏବେ ମୁଁ କ'ଣ କରିବି? ମିଟୁ ମନ ଦୁଃଖ କରି ପଳେଇ ଯାଉଥିଲା। ସେତିକି ବେଳେ ସୋନି କୁହେ, ଏ ନେ ଧନ, ତୋ ଆଇସ୍କ୍ରିମ୍, ଆଉ ଏଇଟା ମୋ ତରଫରୁ। ମିଟୁ ଆଇସ୍କ୍ରିମ୍ ପାଇଲା ପରେ ବହୁତ ଖୁସି ହେଇଯାଏ ଆଉ ବହୁତ ମଜା କରି ଆଇସ୍କ୍ରିମ୍ ଖାଏ। ଆରେ ଏ ସୋନି ଚଢ଼େଇ ବୋଧେ ବହୁତ ବଡ଼ ପାଗଳ ଲାଗୁଛି, ଦେଖୁନ କେମିତି ମାଗଣାରେ ଆଇସ୍କ୍ରିମ୍ ବାଣ୍ଟୁଛି। ଭାଇ, ମୁଁ ତ ମାଗଣାରେ କାହାକୁ କିଛି ବି ଦେବିନି। ସୋନି ଆଣ୍ଟି, ତମ ଆଇସ୍କ୍ରିମ୍ ବହୁତ ଭଲ ଟେଷ୍ଟ ଲାଗୁଛି। ଆମ ସ୍କୁଲରେ ଫଙ୍କସନ୍ ଅଛି, ତୁମେ ସେଠିକି ଆସି ଆଇସ୍କ୍ରିମ୍ ବିକୁନ, ତମର ବହୁତ ଭଲ ଲାଭ ହେବ। ଠିକ୍ ଅଛି ଧନ, ମୁଁ ଫଙ୍କସନ୍ ଦିନ ଯାଇ ତୁମ ସ୍କୁଲ ବାହାରେ ଆଇସ୍କ୍ରିମ୍ ବିକିବି। ଏହି କଥା ସବୁ ଜଗୁଚିଲ ଶୁଣିଦିଏ। ଆରେ ଇଏ ଯଦି ଫଙ୍କସନ୍ ଦିନ ସ୍କୁଲ ପାଖରେ ଆଇସ୍କ୍ରିମ୍ ବିକିବ, ତାହେଲେ ତ ୟାର ବହୁତ ଭଲ ଲାଭ ହେବ। ନା, ମୋତେ ଗୋଟେ କ'ଣ କରିବାକୁ ପଡ଼ିବ। କାଲି ଯେମିତି ହେଲେ ମୁଁ ହିଁ ସ୍କୁଲ ପାଖରେ ଆଇସ୍କ୍ରିମ୍ ବିକିବି।
ଏହା କହି ଜଗୁଚିଲ ବହୁତ ସାରା ଆଇସ୍କ୍ରିମ୍ କିଣି ଆଣି ତା ଫ୍ରିଜରେ ରଖିଦିଏ। ତା ପରଦିନ ସକାଳୁ ଯାଇ ଜଗୁଚିଲ ଶନିଚଢ଼େଇ ଘର ଆଗରେ ପହଞ୍ଚିଯାଏ ଆଉ ତା କବାଟରେ ବହୁତ ବଡ଼ ତାଲା ଲଗାଇ ଦିଏ। ଏବେ ଦେଖିବି ସୋନି ଚଢ଼େଇ କେମିତି ଆଇସ୍କ୍ରିମ୍ ବିକିବ। ଏବେ ତ ଖାଲି ଆଇସ୍କ୍ରିମ୍ ମୁଁ ହିଁ ବିକିବି। ଏହା କହି ଜଗୁଚିଲ ସେଠାରୁ ଚାଲିଯାଏ। ଆରେ ଇଏ କ'ଣ ହେଲା? ଫ୍ରିଜ କ'ଣ ଚାଲୁନି? ଏବେ ମୁଁ କ'ଣ କରିବି? ଏହା କହି ସେ ଫ୍ରିଜକୁ ବହୁତ ଜୋରରେ ହଲାଇବାକୁ ଲାଗିଲା, କିନ୍ତୁ ତାପରେ ବି ଫ୍ରିଜ ଚାଲିଲା ନାହିଁ। ଫ୍ରିଜ ନ ଚାଲିଲେ କ'ଣ ହେଲା? ଯେତିକି ଥଣ୍ଡା ଅଛି ସେତିକିରେ ଚଳେଇ ଦବା। ଏହା କହି ଜଗୁଚିଲ ସ୍କୁଲ ଆଡ଼କୁ ଚାଲିଲା। ଆରେ କବାଟ ଖୋଲ, ଖୋଲ କବାଟ। କବାଟ କିଏ ଦେଲା? ଏବେ ମୁଁ ଆଇସ୍କ୍ରିମ୍ କେମିତି ବିକ୍ରି କରିବି? କବାଟ କିଏ ବନ୍ଦ କଲା? ଖୋଲ କବାଟ। ଜଗୁଚିଲ ଯେତେବେଳେ ସ୍କୁଲ ପାଖରେ ପହଞ୍ଚିଯାଏ ସେ ଦେଖେ ସ୍କୁଲରେ ତାଲା ଝୁଲୁଥାଏ। ଆରେ ଇଏ କ'ଣ? ଆଜି ବୋଧେ ସ୍କୁଲ ବନ୍ଦ ଅଛି। ମୁଁ ଏବେ କ'ଣ କରିବି? ମୋର ତ ସବୁ ଆଇସ୍କ୍ରିମ୍ ଆଜି ନଷ୍ଟ ହୋଇଯିବ। ବହୁତ ପଇସା ଲସ୍ ହେବ ମୋର। ଆଜି ବହୁ ଜୋରେ ଖରା ହେଉଥାଏ। ଦେଖୁ ଦେଖୁ ସବୁଯାକ ଆଇସ୍କ୍ରିମ୍ ପାଣି ହୋଇ ବୋହିଗଲା। ତାକୁ ତା ଲୋଭର ଫଳ ମିଳିଲା। ସବୁ ପିଲାଙ୍କ ଛୁଟି ଥିବାରୁ ସେମାନେ ଯାଇ ସୋନି ଘରେ ପହଞ୍ଚିଲେ ଆଉ ତାଠାରୁ ଆଇସ୍କ୍ରିମ୍ ଖାଇଲେ। ଏମିତିକା ସୋନିର ଘରେ ବସିକି ଆଇସ୍କ୍ରିମ୍ ବେପାର ହୁଏ।